ନମସ୍କାର ଦର୍ଶକ ବନ୍ଧୁ, ଫେବୃଆରୀ 12 ତାରିଖ ଦିନ ଭାରତ ବନ୍ଦ ରହିବ। ଦର୍ଶକ ବନ୍ଧୁ, ଫେବୃଆରୀ 12 ତାରିଖ ଦିନ ଭାରତ ବନ୍ଦ କ'ଣ ପାଇଁ ରହିବ, ଏହା ଜାଣିବା ପାଇଁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ତା ସହିତ ଆପଣ ଯଦି ନୂଆ କରି ଚ୍ୟାନେଲକୁ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ, ଯାହାଫଳରେ ନୂଆ ନୂଆ ଅପଡ଼େଟ୍ ଭିଡ଼ିଓ ପାଇପାରିବେ। ଆଉ ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, ଯାହାଫଳରେ ନୋଟିଫିକେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ଏମିତି ଭାରତ ବନ୍ଦ ଖବର ପାଇପାରିବେ। ଦର୍ଶକ ବନ୍ଧୁ, ଫେବୃଆରୀ 12 ତାରିଖ ଦିନ କ'ଣ ଭାରତ ବନ୍ଦ ରହିବ, ସମ୍ପୂର୍ଣ୍ଣ ଜାଣିବା ପାଇଁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଜମାରୁ ସ୍କିପ୍ କରନ୍ତୁ ନାହିଁ, ଯାହାଫଳରେ ଆପଣମାନେ ସଠିକ୍ ଖବର ପାଇପାରିବେ। ସବୁଠୁ ବଡ଼ ଖବର ହେଉଛି ବ୍ୟାଙ୍କ କର୍ମଚାରୀ ସଂଘ AIBEA ଏବଂ କେନ୍ଦ୍ରୀୟ ସରକାରୀ ସଂଘ ମଧ୍ୟ ଏହି ଧର୍ମଘଟକୁ ଫେବୃଆରୀ 12 ତାରିଖରେ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ସୂଚନା, କେତେକ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଡାକ ବିଭାଗ ଅନ୍ୟ କେନ୍ଦ୍ରୀୟ ଅଫିସ ମଧ୍ୟ ବନ୍ଦ ରହିବ ବୋଲି କରାଯାଇଛି। ଫେବୃଆରୀ 12 ତାରିଖ ଦିନ ବସ୍ ସବୁ ବନ୍ଦ ରହିବ, କିନ୍ତୁ ଗଭର୍ଣ୍ଣମେଣ୍ଟ ବା ସରକାରୀ ବସ୍ ଚାଲୁ ରହିବ। ରେଲୱେ ବନ୍ଦ ହେବାର ଏବେ ପର୍ଯ୍ୟନ୍ତ ସୂଚନା ସଠିକ୍ ମିଳିନାହିଁ। ତେଣୁକରି ଆପଣମାନେ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ଆପଣମାନେ ଯୋଡ଼ି ହେଇ ରୁହନ୍ତୁ, ସବସ୍କ୍ରାଇବ୍ କରିକି ରଖନ୍ତୁ, ଯାହାଫଳରେ ଟ୍ରେନ୍ ବନ୍ଦ ରହିବ ନା ନାହିଁ ଏହା ସୂଚନା ଜାଣିବା ପାଇଁ ଆପଣମାନେ ସର୍ବପ୍ରଥମ ଏହି ବନ୍ଦ ସଫଳ କରିବା ପାଇଁ ଶ୍ରମିକ ସଂଗଠନ ଗୁଡ଼ିକ ଅଣ୍ଟା ଭିଡ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଧନ୍ୟବାଦ। ନୂଆ ନୂଆ ଅପଡ଼େଟ୍ ଜାଣିବା ପାଇଁ ଆପଣ ଆମ ଚ୍ୟାନେଲ ସହିତ ଯୋଡ଼ି ହେଇ ରୁହନ୍ତୁ, ଯାହାଫଳରେ ଏମିତି ନୂଆ ନୂଆ ଅପଡ଼େଟ୍ ସର୍ବପ୍ରଥମେ ପାଇପାରିବେ।